ଶ୍ରୀଲଙ୍କାରେ ଭାରତର ତାଣ୍ଡବ। ତେବେ ସୂଚନା ଅନୁସାରେ ଶ୍ରୀଲଙ୍କା ଗଳରେ ଭାରତର ତାଣ୍ଡବ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପୂର୍ବରୁ ପ୍ରଥମ ପରୀକ୍ଷାରେ ପାସ୍ ହୋଇଛି ଟିମ୍ ଇଣ୍ଡିଆ। ବ୍ୟାଟିଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଗାଲେରେ ଶ୍ରୀଲଙ୍କା କ୍ରିକେଟ ଟିମ୍କୁ ଧୋଇ ଦେଇଛି ଗିଲ୍ ବାହିନୀ। ଅଗଷ୍ଟ 15ରୁ ଆରମ୍ଭ ହୋଇଥିବା ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ଫଳାଫଳ ଆସିଛି। ଭାରତ ଗାଲେ ଟେଷ୍ଟରେ ଶ୍ରୀଲଙ୍କାକୁ 165 ରନରେ ହରାଇଛି। ମ୍ୟାଚର ପରିଣାମ ପଞ୍ଚମ ଦିନରେ ଆସିଛି। ମାନବ ସୁତାର ପଞ୍ଚମ ଦିନରେ ଘାତକ ବୋଲିଂ କରି 6 ୱିକେଟ୍ ହାସଲ କରିଛନ୍ତି। ମ୍ୟାଚରେ ମାନବ ମୋଟ 10ଟି ୱିକେଟ୍ ଅକ୍ତିଆର କରିଛନ୍ତି। ବର୍ତ୍ତମାନ ପ୍ରଥମ ଟେଷ୍ଟ ଜିତି ଭାରତ ସିରିଜ 1-0ରେ ଆଗୁଆ ରହିଛି। ଦୁଇ ଦେଶ ମଧ୍ୟରେ ଅଗଷ୍ଟ 23ରୁ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଏବେ ଟିମ୍ ଇଣ୍ଡିଆର ଲକ୍ଷ୍ୟ ରହିବ 2-0ରେ ସିରିଜ ହ୍ୱାଇଟ୍ ୱାଶ୍। ଭାରତ ପ୍ରଥମ ଇନିଂସରେ 462 ରନ୍ କରିଥିଲା। ଭାରତ ଦ୍ୱିତୀୟ ଇନିଂସରେ 193 ରନ୍ କରିଥିଲା। ଶ୍ରୀଲଙ୍କା ତାର ପ୍ରଥମ ଇନିଂସରେ 284 ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ 206 ରନ୍ କରି ଅଲ୍ ଆଉଟ୍ ହୋଇଛି। ଭାରତର ଏହା 600ତମ ଟେଷ୍ଟ ମ୍ୟାଚ୍ ଯାହା ଦମଦାର ବିଜୟ ସହିତ ସରିଛି। ଶତକୀୟ ପାଳି ଖେଳିଥିବା ଦେବଦତ୍ତ ପଡିକ୍କଲ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି। ଏହି ଦମଦାର ବିଜୟ ପରେ ଅଧିନାୟକ ସୁମନ ଗିଲ୍ କହିଛନ୍ତି ଟେଷ୍ଟ କ୍ରିକେଟରେ ଆଗାମୀ ଗୋଟିଏ ବର୍ଷ ପାଇଁ WTC ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବା ହେଉଛି ଚୂଡ଼ାନ୍ତ ଲକ୍ଷ୍ୟ। 372 ରନ୍ର କଷ୍ଟକର ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ଲଞ୍ଚ ପରେ ସେସନରେ 77.4 ଓଭରରେ 206 ରନରେ ଅଲ୍ ଆଉଟ୍ ହୋଇଛି। ତାଙ୍କ ଟେଷ୍ଟ କ୍ୟାରିୟରରେ ସେ ଦ୍ୱିତୀୟ 5 ୱିକେଟ୍ ପୂରଣ କରିଛନ୍ତି। ମାନବ ସୁତାର ପୁରା ମ୍ୟାଚରେ ମୋଟ 10ଟି ୱିକେଟ୍ ନେଇଛନ୍ତି। ତାଙ୍କ ସହିତ ଅଭିଜ୍ଞ ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ଇନିଂସରେ 16 ରନ୍ ଦେଇ 2 ୱିକେଟ୍ ନେଇଛନ୍ତି। ବ୍ୟାଟିଂ ବିଭାଗ ଦେଖିବାକୁ ଗଲେ ଦେବଦତ୍ତ ପଡିକ୍କଲ ପ୍ରଥମ ଇନିଂସରେ 166 ରନ୍ କରିଥିଲେ। ଦ୍ୱିତୀୟ ଇନିଂସରେ 44 ରନ୍ କରିଥିଲେ। ପ୍ରଥମ ଟେଷ୍ଟରେ ତାଙ୍କ ବ୍ୟାଟରୁ 211 ରନ୍ ଆସିଥିଲା। ଦମଦାର ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଅଗଷ୍ଟ 15ରୁ ଟେଷ୍ଟ ସିରିଜ ଆରମ୍ଭ ହୋଇଥିଲା। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ଯଶସ୍ୱୀ ଜୟସ୍ୱାଲ ଏବଂ KL ରାହୁଲ ଓପନିଂ କରିଥିଲେ। ଯଶସ୍ୱୀ 32 ରନ୍, ରାହୁଲ 82 ରନ୍ର ଇନିଂସ ଖେଳିଥିଲେ। ଦେବଦତ୍ତ ପଡିକ୍କଲ 167 ରନ୍, କ୍ୟାପ୍ଟେନ ଗିଲ୍ 16 ରନ୍ କରିଥିଲେ। ରିଷଭ ପନ୍ତ 39 ରନ୍, ଧ୍ରୁବ ଜୁରେଲ 51 ରନ୍, ରବୀନ୍ଦ୍ର ଜାଡେଜା 13 ରନ୍ କରିଥିଲେ। ମାନବ ସୁତାର 24, ସିରାଜ 11 ରନ୍, କୁଲଦୀପ ଯାଦବ ଅପରାଜିତ 13 ରନ୍ ଏବଂ ପ୍ରସିଦ୍ଧ କ୍ରିଷ୍ଣା 2 ରନ୍ କରି ଆଉଟ୍ ହୋଇଥିଲେ। ଶ୍ରୀଲଙ୍କା ପକ୍ଷରୁ ପ୍ରବତ ଜୟସୂର୍ୟା 3ଟି ୱିକେଟ୍, କେଶବ 2ଟି ୱିକେଟ୍ ନେଇଥିଲେ। ଭାରତ ଦ୍ୱିତୀୟ ଇନିଂସରେ 193 ରନ୍ କରିଥିଲେ। ଯଶସ୍ୱୀ ଖାତା ଖୋଲି ପାରି ନଥିଲେ। ରାହୁଲ 53 ରନ୍, ଦେବଦତ୍ତ 44, ସୁମନ ଗିଲ୍ 8 ରନ୍ କରିଥିଲେ। ରିଷଭ ପନ୍ତ 66 ରନ୍ର ଦମଦାର ଇନିଂସ ଖେଳିଥିଲେ। ଜୁରେଲ 7, ରବୀନ୍ଦ୍ର ଜାଡେଜା 9, ମାନବ ସୁତାର 9, କୁଲଦୀପ ଯାଦବ 5 ରନ୍, ମହମ୍ମଦ ସିରାଜ 2 ରନ୍ ଏବଂ ପ୍ରସିଦ୍ଧ କ୍ରିଷ୍ଣା 2 ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଜୟସୂର୍ୟା 3ଟି ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା ପ୍ରଥମ ଇନିଂସରେ 284 ରନ୍ କରିଥିଲା। ସନର ଦାନିଶୁ ଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ମାନବ ସୁତାର 4ଟି ୱିକେଟ୍ ନେଇଥିଲେ। WTC ପାଇଁ ଭାରତକୁ ଗାଲେ ଟେଷ୍ଟରେ ବିଜୟ ସହିତ ଭାରତକୁ ଫାଇଦା ମିଳିଛି। ଭାରତ 10 ମ୍ୟାଚରୁ 5ଟି ବିଜୟ ଏବଂ 4ଟି ପରାଜୟ ସହ 64 ପଏଣ୍ଟ ହାସଲ କରିଛି। 53.33 ପଏଣ୍ଟ ପ୍ରତିଶତ ସହ ପଞ୍ଚମ ସ୍ଥାନରେ ରହିଛି। ଭାରତଠାରୁ ହାରି ଶ୍ରୀଲଙ୍କା ପଞ୍ଚମ ମ୍ୟାଚରୁ ମାତ୍ର ଗୋଟିଏ ଜିତି 20 ପଏଣ୍ଟ ଏବଂ 33.33 ପଏଣ୍ଟ ପ୍ରତିଶତ ସହ ଷଷ୍ଠ ସ୍ଥାନରେ ରହିଛି। ଲଞ୍ଚ ପରେ ମାନବ ସୁତାର ବ୍ୟାକ୍ ଟୁ ବ୍ୟାକ୍ 3ଟି ୱିକେଟ୍ ନେଇ ଶ୍ରୀଲଙ୍କା ଅଣ୍ଟା ଭାଙ୍ଗି ଦେଇଥିଲା। 199 ରନ୍ରେ ଶ୍ରୀଲଙ୍କାର 3ଟି ୱିକେଟ୍ ପତନ ହୋଇଥିଲା। ଏହା ତାଙ୍କର ମ୍ୟାଚର ପଞ୍ଚମ ୱିକେଟ୍ ଥିଲା। ମାନବ ସୁତାର ବ୍ୟାକ୍ ଟୁ ବ୍ୟାକ୍ ଦ୍ୱିତୀୟ 5ଟି ୱିକେଟ୍ ଅକ୍ତିଆର କରିଛନ୍ତି। ମ୍ୟାଚର ଶେଷ ୱିକେଟ୍ ବି ମାନବ ନେଇଥିଲେ। ମାନବଙ୍କ ବ୍ୟତୀତ ପ୍ରସିଦ୍ଧ କ୍ରିଷ୍ଣା 2ଟି ୱିକେଟ୍ ନେଇଥିଲେ। ଜାଡେଜା ଏବଂ ସିରାଜକୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା। ବାମହାତି ସ୍ପିନର ମାନବ ତାଙ୍କ ଦ୍ୱିତୀୟ ଟେଷ୍ଟରେ 10 ୱିକେଟ୍ ହାସଲ କରିଛନ୍ତି।